ଶ୍ରୀ ଗୁରୁ ବ୍ରହ୍ମ ମହିମା ଅଲେଖ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ନମସ୍କାର। ଜଗତର ସମସ୍ତ ସୃଷ୍ଟି ଈଶ୍ୱରୀୟ ଅଂଶବିଶେଷ। ହେଲେ ସବୁ ପ୍ରାଣୀ ସେହି ଈଶ୍ୱରୀୟ ସତ୍ତାକୁ ଉପଲବ୍ଧି କରିପାରନ୍ତି ନାହିଁ। ନିଜ ତିଆରି ସ୍ୱାର୍ଥର କାରାଗୃହ ଭିତରେ ସେମାନେ ସମସ୍ତେ ନଜରବନ୍ଦୀ ହୋଇ ରହିଯାଆନ୍ତି। ଆହାର, ବିହାର, ନିଦ୍ରା, ମୈଥୁନକୁ ନେଇ ଏ ସ୍ୱାର୍ଥ ସର୍ବସ୍ୱ ପ୍ରାଣୀ ଆତଯାତ ହୁଅନ୍ତି। କିନ୍ତୁ ମଣିଷ ଏକ ବ୍ୟତିକ୍ରମ। ମଣ ଓ ଈଶ ଦୁଇଟି ଶବ୍ଦକୁ ନେଇ ତାର ନାମକରଣ, ଅର୍ଥାତ୍ ସେ ନିଜକୁ ଈଶ୍ୱରଙ୍କ ଏକ ଦିବ୍ୟ ସତ୍ତା ବୋଲି ମଣିବାକୁ ସାମର୍ଥ୍ୟ ପୋଷଣ କରେ। ତେଣୁ ସେ ସୃଷ୍ଟିର ଶ୍ରେଷ୍ଠ, ଅନୁପମ, ସର୍ବୋତ୍ତମର ମାନ୍ୟତା ପାଇଥାଏ। ଏଥିପାଇଁ ତ କୁହାଯାଏ, ଅନେକ ଜନ୍ମ ପୁଣ୍ୟ ଫଳେ, ମଣିଷ ଜନ୍ମ ମହିତଳେ। ଗୁରୁ ବ୍ରହ୍ମ ମହିମା ଅଲେଖ।